ଦେଖନ୍ତୁ ଆମ ଘରେ ଆଜି ଚାଲିଛି ଚକୁଳି ପିଠା। ଚକୁଳି ପିଠାରେ ଆଜି ସୋମବାର, ଶ୍ରାବଣ ଶେଷ ସୋମବାର, ତ ଆମ ଘରଣୀଙ୍କର ମିସେସଙ୍କର ଆଜି ଉପବାସ ଥିଲା। ସେଥିପାଇଁ ସେ ଆଜି କ'ଣ କରୁଛନ୍ତି ନା ଚକୁଳି ପିଠାରେ ପୁର ଦେଇକି ବନଉଛନ୍ତି। ଦେଖନ୍ତୁ ବଢ଼ିଆ ଟେଷ୍ଟ ଲାଗିବ, ଦୋସା ଖାଇଲା ଭଳି ଲାଗିବ। ଏଇଟା ହେଉଛି ଦେଖନ୍ତୁ ଆମର ବିରି ବଟା ଚକୁଳିର ଯେ କ'ଣ କହୁଛନ୍ତି ଆଣ ଚକୁଳି ବଟର। ଏଇଟା କ'ଣ ଫୁଲକୋବି, ପତ୍ରକୋବି, ଆଳୁ, ଟମାଟୋ, ଗାଜର, ଆଉ କ'ଣ ପନିର, ଆଉ କ'ଣ କଟିକି ପୋଟଳ, ତାପରେ ମିକ୍ସ କରି କରାହେଇଛି ହେଲା। ଚକୁଳି ପିଠାରେ ପୁର ଦେଇକି ବଢ଼ିଆ ଟେଷ୍ଟି ଲାଗିବ। ତମେ ଥରେ ଖାଇଲେ ଦେଖନ୍ତୁ ଦୋସା ଭଳି, ତ ସମାନ ଦୋସା ଭଳି ପାଟିରୁ ପୁରା ଲାଳ ଗଡ଼ିବ। ଦୋସାରେ ଚାଉଳ ପଡୁଛି, ଏଇଟା ଚାଉଳ ପଡୁନି। ଦୋସାରେ ଚାଉଳ ପଡୁଛି, ଏଇଟାରେ ଚାଉଳ ପଡୁନି। ଆଉ ବଢିଆ ଟେଷ୍ଟି। ଆଉ ଗୋଟେ ବନେଇଲୁ, କେତେ ସମୟ ଲାଗୁଛି କରିବାକୁ? 4-5 ମିନିଟ୍ ଲାଗିବ। 4-5 ମିନିଟ୍ ଲାଗିବ। ଦେଖନ୍ତୁ ଆଉ ଗୋଟେ ଏଇଭଳି କଲେ ହବ, ଅନ୍ୟ ଭେରାଇଟି ମଧ୍ୟ କଲେ ହବ। ପୁରା ପତଳା ପତଳା କରେ, ଛୋଟ ଛୋଟ କରିକି ପତଳା ପତଳା କରେ, ଛୋଟ ଛୋଟ ଚକୁଳି କଲା ଭଳିଆ ହବ ନା, ପୁରା ପତଳା କରେ। ହଁ, ଦୋସା ଘରେ ବଢିଆ ସୁନ୍ଦର ଭାବରେ ଦୋସା ବନାଉଛି। ତାହିଁରେ ଆଳୁ ମସଲା ଦେଇଛି, ଆଳୁ, ଫୁଲକୋବି, ପତ୍ରକୋବି, ଟମାଟୋ, ଗାଜର, କଟିକି ପୋଟଳ, ପନିର ଭଲ ଲାଗିବନି କାହିଁ କହୁଛୁ? ଟିକେ ତେଲ ପକା ହେଇଯିବ। 2-3 ମିନିଟ୍ରେ ଗୋଟେ ଦୋସା। ମାର୍କେଟରେ ଆମେ 30-40 ଟଙ୍କା ଦେଇକି କିଣୁଛେ, କିନ୍ତୁ ଘରେ ଆରାମରେ 50-60 ଟଙ୍କାରେ ଆରାମସେ ବନିଯିବ। ଗୋଟେ 2-3 ଜଣ ଫ୍ୟାମିଲିର 2-3 ଜଣ ଖାଇଲା ଭଳି। ମାର୍କେଟରେ ଆମେ ଗୋଟେ 30-40 ଟଙ୍କା ଦେଇ କିଣୁଛେ। ବଢ଼ିଆ ଟେଷ୍ଟି ଲାଗିବ। ତା ସାଙ୍ଗରେ ଚଟଣି ସାଙ୍ଗରେ ମିଶେଇକି ଖାଇବେ। ଡାଲି ଚଟଣି, ଚଣା ଡାଲି ନାହିଁ, ବୁଟ ଡାଲି ଚଟଣି, ବଢ଼ିଆକି ଛୁଙ୍କ ଦେଇଥିବେ, ବାସ୍ ଝାକାସ୍ ଲାଗିବ ଖାଇବା ପାଇଁ। ଏମିତି କରନ୍ତୁ ଆଉ ଖାଇ ହେଲ୍ଦି ରୁହନ୍ତୁ। ବର୍ତ୍ତମାନ ଆମର ହେଇଗଲାଣି 4-5 ପିସ୍। ଏଥର ଖାଇବା, ଚାଲନ୍ତୁ ଖାଇବା ଏଥର।